ଧନୁ ସଂକ୍ରାନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ 2024 ମସିହା ଡିସେମ୍ବର ମାସ 16 ତାରିଖ ସୋମବାର ଦିନ ପାଳିତ ହେଉଅଛି ଏବଂ ଏହା ସମଗ୍ର ଓଡ଼ିଶାରେ ମଧ୍ୟ ଏହି ଡିସେମ୍ବର 16 ତାରିଖ ଦିନ ଧନୁ ସଂକ୍ରାନ୍ତି ପାଳିତ ହେବ। କିନ୍ତୁ ଭାରତବର୍ଷର କେତେକ ସ୍ଥାନରେ ଧନୁ ସଂକ୍ରାନ୍ତି ଡିସେମ୍ବର 15 ତାରିଖ ଦିନ ପାଳିତ ହେଉଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଏବେ ଧନୁ ସଂକ୍ରାନ୍ତି ବିଷୟରେ କେତେକ ତଥ୍ୟ ଜାଣିବା। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଭଗବାନ ସୂର୍ଯ୍ୟଦେବଙ୍କର ଗୋଚରକୁ ସଂକ୍ରାନ୍ତି କୁହାଯାଇଥାଏ। ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶିରୁ ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ପ୍ରାୟ 1 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ତଦନୁଯାୟୀ ଚଳିତ 2024 ମସିହା ଡିସେମ୍ବର ମାସ 15 ତାରିଖ ରବିବାର ରାତ୍ରି 10:15 ସମୟରେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ ଏବଂ ଧନୁ ସଂକ୍ରାନ୍ତି ଆରମ୍ଭ ହେବ। ସୂର୍ଯ୍ୟ ଏହି ଧନୁ ରାଶିରେ ପ୍ରାୟ 1 ମାସ ଅର୍ଥାତ୍ 2025 ମସିହା ଜାନୁଆରୀ ମାସ 14 ତାରିଖ ସକାଳ 9:03 ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଧନୁ ସଂକ୍ରାନ୍ତିର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଅଛି। ସୂର୍ଯ୍ୟ ଦେବଗୁରୁ ବୃହସ୍ପତିଙ୍କ ରାଶିରେ ପ୍ରବେଶ କଲେ ଖରମାସ ବା ଗୁର୍ବାଦିତ୍ୟ ଦୋଷ ହୋଇଥାଏ। ଗୁର୍ବାଦିତ୍ୟ ଦୋଷର ଆକ୍ଷରିକ ଅର୍ଥ ହେଲା ଗୁରୁ ମାନେ ବୃହସ୍ପତିଙ୍କ ଘରେ ଆଦିତ୍ୟ ବା ସୂର୍ଯ୍ୟ ପ୍ରବେଶ କଲେ ତାହାକୁ ଗୁର୍ବାଦିତ୍ୟ ଦୋଷ ବୋଲି କୁହାଯାଇଥାଏ। ଏହି ଖରମାସ ବା ଗୁର୍ବାଦିତ୍ୟ ସମୟ ଚାଲୁଥିବା ସମୟରେ ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ବିବାହ, ବ୍ରତ, ନିର୍ବନ୍ଧ, ଗୃହପ୍ରବେଶ, ନାମକରଣ ପ୍ରଭୃତି ମାଙ୍ଗଳିକ କର୍ମ କରିବା ନିଷେଧ କରାଯାଇଅଛି। ଧନୁ ସଂକ୍ରାନ୍ତି ଦିନ ପୂଜାପାଠ, ପବିତ୍ର ମହୋଦଧି, ନଦୀ ବା ପୁଷ୍କରିଣୀରେ ସ୍ନାନ କରିବାର ବିଧି ରହିଅଛି। ସ୍ନାନ ପରେ ସୂର୍ଯ୍ୟଦେବଙ୍କର ପୂଜା ଆରାଧନା, ଦାନ ପୁଣ୍ୟ କରିବା, ହୋମ କରିବା ପ୍ରଭୃତି ବହୁତ ଶୁଭଙ୍କର ବୋଲି ଗ୍ରହଣ କରାଯାଏ। ଏଥିପାଇଁ ସଂକ୍ରାନ୍ତି ଦିନର ଏକ ନିର୍ଦ୍ଦିଷ୍ଟ ସମୟକୁ ସଂକ୍ରାନ୍ତିର ପୁଣ୍ୟକାଳ ବୋଲି ସ୍ଥିରୀକୃତ କରାଯାଇ ସେହି ସମୟରେ ସୂର୍ଯ୍ୟଦେବଙ୍କର ପୂଜାର୍ଚ୍ଚନା ତଥା ଦାନ ପୁଣ୍ୟ ଆଦିର ବ୍ୟବସ୍ଥା କରାଯାଇଥାଏ। ଚଳିତ ବର୍ଷ ଭାରତବର୍ଷର କେତେକ ଅଞ୍ଚଳରେ ଧନୁ ସଂକ୍ରାନ୍ତିର ପୁଣ୍ୟକାଳ ଡିସେମ୍ବର ମାସ 15 ତାରିଖ ରବିବାର ଦିନ 12:16 ଠାରୁ ସନ୍ଧ୍ୟା 5:26 ପର୍ଯ୍ୟନ୍ତ ସ୍ଥିର କରାଯାଇଥିବା ବେଳେ ଆମ ଓଡ଼ିଶାରେ ଡିସେମ୍ବର 16 ତାରିଖ ସୋମବାର ଦିନ ଧନୁ ସଂକ୍ରାନ୍ତି ପାଳନ ହେବ ବୋଲି ସ୍ଥିର କରାଯାଇଅଛି ଏବଂ ସେହି ଅନୁସାରେ ଡିସେମ୍ବର ମାସ 16 ତାରିଖ ସୋମବାର ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟକୁ ଧନୁ ସଂକ୍ରାନ୍ତିର ପୁଣ୍ୟକାଳ ବୋଲି ଠିକ୍ କରାଯାଇଅଛି। ଏହି ସମୟରେ ଧନୁ ସଂକ୍ରାନ୍ତିର ସମସ୍ତ ରୀତିନୀତି ପାଳନ କରାଯିବ। ଧନୁ ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କୁହାଯାଇଛି, ଧନୁ ସଂକ୍ରାନ୍ତିର ନାମ ଧ୍ୱାଙ୍କି। ସଂକ୍ରାନ୍ତି ପୁରୁଷ ଶୁକ୍ର ବାହନରେ ହରିତ ବସ୍ତ୍ର ପିନ୍ଧି ଶରୀରରେ ଚନ୍ଦନ ଲଗାଇ ହାତରେ ଦଣ୍ଡ ଧାରଣ ଓ ତମ୍ବା ପାତ୍ରରେ ପକ୍ୱାନ୍ନ ଭୂଷଣ ପୂର୍ବକ ପଶ୍ଚିମାଭିମୁଖୀ ହୋଇ ଉତ୍ତର ଦିଗକୁ ଗମନ କରିବେ। ଫଳସ୍ୱରୂପ ମିତ୍ରଲାଭ ଓ ଧନଧାନ୍ୟରେ ବୃଦ୍ଧି ଘଟିବ। ଜ୍ୟୋତିଷ ତତ୍ତ୍ୱ ହିସାବରେ ଜାଣିବାକୁ ଗଲେ ଏହି ଧନୁ ସଂକ୍ରାନ୍ତି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଧନୀ, ଜ୍ଞାନୀ, ଶିକ୍ଷାପ୍ରେମୀ, ଦେବତା ବ୍ରାହ୍ମଣ ଭକ୍ତି, ସ୍ପଷ୍ଟବାଦୀ ଏବଂ କଳା ଓ ସଙ୍ଗୀତ ପ୍ରିୟ ହେବେ। ସୂର୍ଯ୍ୟଦେବଙ୍କର ଧନୁ ରାଶିରେ ପ୍ରବେଶ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ରାଜ୍ୟ ଓ ଦେଶ ଉପରେ ପ୍ରଭାବ ପକାଇବା ସହିତ ପାଣିପାଗ ଓ କୃଷିକାର୍ଯ୍ୟ ଉପରେ ମଧ୍ୟ ଆଲୋକପାତ କରିଥାଏ। ଏହି ଧନୁ ମାସରେ ରାଜ୍ୟ ସହିତ ସମଗ୍ର ଦେଶରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଦେଶର ଉତ୍ତରାଞ୍ଚଳରେ ପ୍ରବଳ ବରଫପାତ ହେବ। କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବ। ଥଣ୍ଡା, କାଶ, ସର୍ଦ୍ଦି ସହିତ କଫଜନିତ କଷ୍ଟ ବ୍ୟକ୍ତିକୁ ପୀଡ଼ିତ କରାଇବ। ଗ୍ରହାବଜନିତ ସ୍ଥିତି ରାଜ୍ୟ ଓ ଦେଶରେ ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେବ।
ସୂର୍ଯ୍ୟଦେବଙ୍କର ଧନୁରାଶିରେ ପ୍ରବେଶ ଡିସେମ୍ବର 15 ତାରିଖ ରାତି 10:15 ସିଂହ ଲଗ୍ନର ଉଦୟ ହେଉଅଛି। ଏହି ସିଂହ ଲଗ୍ନ ଅନୁସାରେ ଗ୍ରହମାନଙ୍କର ସ୍ଥିତିକୁ ପରୀକ୍ଷା କରି ଦେଖିଲେ ଜଣାଯାଏ ଯେ ଧନୁ ମାସରେ ଦେଶର ଅର୍ଥନୈତିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ଭାରତୀୟ ବିଦେଶ ନୀତି ବହୁତ ଗୁଡ଼ିଏ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କେତେକ ଦେଶ ସହିତ ଭାରତର କୂଟନୈତିକ ସ୍ଥିତି ଠିକ୍ ରହିନପାରେ। ପଡ଼ୋଶୀ ଦେଶମାନଙ୍କ ସହିତ ସମ୍ପର୍କ ପ୍ରଶ୍ନବାଚୀ ସୃଷ୍ଟି କରିବ। ଏତ ଗଲା ମୋଟାମୋଟି ଭାବରେ ଧନୁ ସଂକ୍ରାନ୍ତି ମାସର କଥା। ଧନୁ ସଂକ୍ରାନ୍ତି ମାସର ସମ୍ପୂର୍ଣ୍ଣ ଶୁଭଫଳ ପାଇବା ନିମନ୍ତେ ସଂକ୍ରାନ୍ତି ଦିନ ସ୍ନାନ ପରେ ବ୍ରାହ୍ମଣଙ୍କୁ ତଥା ଅଭାବୀ ବ୍ୟକ୍ତିମାନଙ୍କୁ ଅନ୍ନବସ୍ତ୍ର ଏବଂ ଧନ ଦାନ କରନ୍ତୁ। ଅଭାବୀ ଲୋକଙ୍କୁ ଧନ ଦାନ କରନ୍ତୁ। ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିସାରି ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହେବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।